ହ୍ୟାଲୋ ହାଇ ଆଜିର ଭିଡ଼ିଓରେ ସ୍ୱାଗତ। ଚାଲନ୍ତୁ ଆଜିର ଏହି ଭିଡ଼ିଓରେ ଆମେ ଆଉ ଏକ ପ୍ରକାରର ଆଲୋଚନା କରିବା। ଦେଖନ୍ତୁ ଆମେ କେଉଁଠି ଦି ଆଉ କେଉଁଠି ଦୋ ବା ଦା ଆମେ ଉଚ୍ଚାରଣ କରିବା। ଚାଲନ୍ତୁ ଉଦାହରଣ ମାଧ୍ୟମରେ ଜାଣିବା। ଦେଖନ୍ତୁ ସାଧାରଣତଃ ଭାୱେଲ୍ ସାଉଣ୍ଡ ଥିଲେ ଆମେ ଦି ଉଚ୍ଚାରଣ କରାଯାଏ। ଆମେ ଦି ଉଚ୍ଚାରଣ କରିବା। ଦେଖନ୍ତୁ ଉଦାହରଣ the end, the end, the honest, the honest, the end, the end। ଦେଖନ୍ତୁ ପୁଣି ଆପଣମାନେ ମୁଁ ଆଶା କଲି ଦିର ବୁଝିପାରିଲେ। ଦେଖନ୍ତୁ ତା ପରବର୍ତ୍ତୀ ଭିଡ଼ିଓଟା ହେଉଛି ଆମେ ଦ ବା ଦା ଆମେ କେଉଁଠି ଉଚ୍ଚାରଣ କରିବା। ଦେଖନ୍ତୁ ଯେଉଁ କ୍ଷେତ୍ରରେ ଆମର କନସୋନାଣ୍ଟ ସାଉଣ୍ଡ ଆସୁଛି, ଯେ କ୍ଷେତ୍ରରେ ଆମର କନସୋନାଣ୍ଟ ସାଉଣ୍ଡ ଆସୁଛି ବା ସାଉଣ୍ଡ ଉଚ୍ଚାରଣ ଥିଲେ ଆମେ ଦ ବା ଦା ଉଚ୍ଚାରଣ କରିବା। ଦେଖନ୍ତୁ ଉଦାହରଣ ମାଧ୍ୟମରେ ବୁଝିବା। ଦ ବା ଦା କ୍ୟାଟ୍, ଦ ବା ଦା ଡଗ୍, ଦ ବା ଦା ୟୁନିୟନ୍। ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ। ଆଶା କରୁଛି ଏ ଭିଡ଼ିଓରେ ଆପଣ ସମ୍ପୂର୍ଣ୍ଣ ରୂପରେ ଦି ଏବଂ ଦା ଉଚ୍ଚାରଣ ଆମେ କେଉଁ କ୍ଷେତ୍ରରେ କରିବା, ମୁଁ ଆଶା କରୁଛି ଆପଣମାନେ ନିହାତି ବୁଝିଥିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ ମାଇ ଭିଡ଼ିଓ।